ଆଜି ହେଉଛି ପବିତ୍ର ଶ୍ରୀରାମ ନବମୀ। ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମଦିନ ରାମନବମୀ ସମଗ୍ର ଭାରତବର୍ଷରେ ଅତି ଆଦର ଓ ଭକ୍ତି ସହ ପାଳନ କରାଯାଏ। ମନ୍ଦିରମାନଙ୍କରେ ବାଲ୍ମୀକି ରାମାୟଣ ପଠିତ ହୁଏ। ପିଠାପଣା ଫଳମୂଳ ଆଦି ରାମଚନ୍ଦ୍ରଙ୍କୁ ଭୋଗ ଲାଗେ। ଭକ୍ତମାନେ ଉପବାସ କରି ପବିତ୍ର ମନୋଭାବ ନେଇ ରାମଚନ୍ଦ୍ର, ମାତା ସୀତା, ଅନୁଜ ଲକ୍ଷ୍ମଣ ଏବଂ ସେମାନଙ୍କର ପ୍ରିୟତମ ଭୃତ୍ୟ ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତି। ଘରେ ଘରେ ସେଥିପାଇଁ ବିଭିନ୍ନ ପ୍ରକାରର ଖାଦ୍ୟପେୟର ବ୍ୟବସ୍ଥା କରାଯାଇଥାଏ। ରାଜ୍ୟର ବିଭିନ୍ନ ସ୍ଥାନରେ ସବୁଠି ରାମନାମ ଶୁଣିବାକୁ ମିଳୁଛି। ସବୁଠି ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ପୂଜା ଆରାଧନା କରାଯାଉଛି। ଭକ୍ତମାନେ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ରୂପ ଦର୍ଶନ କରୁଛନ୍ତି। ରାମନବମୀ ଅବସରରେ ସମସ୍ତ ଓଡ଼ିଶାବାସୀଙ୍କୁ ଆମ ପବ୍ଲିକ୍ ମିଡ଼ିଆ ତରଫରୁ ଅଶେଷ ଅଶେଷ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ରାମଚନ୍ଦ୍ରଙ୍କ ଚରିତ୍ର ସମସ୍ତଙ୍କ ପାଇଁ ପ୍ରେରଣା ହେଉ। ବ୍ୟୁରୋ ରିପୋର୍ଟ, ପବ୍ଲିକ୍ ମିଡ଼ିଆ।